ବର୍ତ୍ତମାନ ରିଷଭ ପନ୍ତଙ୍କର ଆଘାତ ଉପରେ ସମସ୍ତଙ୍କର ନଜର ରହିଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପନ୍ତ ଅନ୍ୟ ମ୍ୟାଚ୍ ଖେଳିବେ କି ନାହିଁ। ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ପନ୍ତଙ୍କର ସ୍କାନ୍ ରିପୋର୍ଟରେ ଏକ ଫ୍ରାକ୍ଚର ରହିଥିବା ଦେଖିବାକୁ ମିଳିଛି। ସେ ପ୍ରାୟ 6 ସପ୍ତାହ ପାଇଁ ପଡ଼ିଆ ବାହାରେ ରହିବେ। ଡାକ୍ତର ପନ୍ତଙ୍କୁ ପ୍ରାୟ 1.5 ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ପନ୍ତଙ୍କର ଆଘାତ ଯୋଗୁଁ ଭାରତକୁ ଏକ ବଡ଼ ଝଟକା ଲାଗିଛି। ପନ୍ତ ଏହି ରିସର୍ଚ୍ଚରେ ଚମତ୍କାର ବ୍ୟାଟିଂ କରୁଥିଲେ। ଚତୁର୍ଥ ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରେ କ୍ରିସ୍ ଓକ୍ସଙ୍କ ବଳରେ ସେ ଆହତ ହୋଇଥିଲେ। ପନ୍ତ ବହୁତ ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଥିଲା। ସେ ନିଜେ ଚାଲି ପାରୁନଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ତାଙ୍କର ସ୍କାନ୍ କରାଯାଇଥିଲା। ଡାକ୍ତରୀ ଦଳର ନିରୀକ୍ଷଣରେ ଅଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ପେନ୍କିଲର ଦେଇ ବ୍ୟାଟିଂ କରିବାକୁ ଅନୁମତି ଦିଆଯାଇପାରିବ କି ନାହିଁ ତାହା ଯାଞ୍ଚ କରୁଛନ୍ତି। କିନ୍ତୁ ପନ୍ତଙ୍କୁ ପଡ଼ିଆରେ ଯେପରି କାନ୍ଦିବାକୁ ଦେଖାଯାଉଥିଲା, ତା ମାନେ ହେଉନାହିଁ ଯେ ସେ ପୁଣି ବର୍ତ୍ତମାନ ବ୍ୟାଟିଂ କରିପାରିବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।